ଦୁନିଆ ଏକ ବିଶାଳ ସାମୂହିକ ପାଗଳାମୀ ଆଡ଼କୁ ଗତି କରୁଛି। ଏହି ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ତୁମର ନିଜ ଜୀବନ ଏବଂ ତୁମେ ତୁମର ଜୀବନରେ ମୂଲ୍ୟବାନ ଜିନିଷଗୁଡ଼ିକୁ ଖୋଜି ଏବଂ ସଂଗ୍ରହ କରି ଚାଲିଛ। ଏହା ମଧ୍ୟ ସତ୍ୟ ଯେ ଆଜି ପର୍ଯ୍ୟନ୍ତ ଯିଏ ଏହି ଦୁନିଆରେ ମୂଲ୍ୟବାନ ଜିନିଷ ସଂଗ୍ରହ କରିଛି ସେ କେବେ ଏହାକୁ ଉପଭୋଗ କରିନାହିଁ କିମ୍ବା କୌଣସି ସ୍ଥାନକୁ ନେଇନାହିଁ। ଆମେ ବୁଝିପାରୁନାହୁଁ ଯେ ଆମର ପ୍ରଥମ ନିଶ୍ୱାସ ଏବଂ ଶେଷ ମଧ୍ୟରେ ଯେଉଁ ଜୀବନ ରହିଛି ତାହା ହିଁ ଏକମାତ୍ର ମୂଲ୍ୟବାନ। କାହାକୁ ହତ୍ୟା କରିବା ଏବଂ କାହା ପାଇଁ ମରିବା ହେଉଛି ଚରମ ମୂର୍ଖତା। ଆମର କେବଳ ଅସ୍ତିତ୍ୱ ଏହି ଦୁନିଆରେ ସବୁକିଛି ଜାଣିବା ଏବଂ ହାସଲ କରିବା ପାଇଁ ଯଥେଷ୍ଟ, କିନ୍ତୁ ଆମେ ଆମର ନିଜର ନୁହଁ। ଏଠାରେ ସବୁକିଛି ଭୁଲ ହୁଏ। ଆମର ଅନ୍ୟ ସମସ୍ତେ ଅଛନ୍ତି ଏବଂ ଆମେ ସେମାନଙ୍କର ସମସ୍ୟା ବହନ କରୁ। ଆମେ ଅନ୍ୟମାନଙ୍କ ପାଇଁ ଚିନ୍ତା କରିଥାଉ ଏବଂ ତେଣୁ ଆମେ ସର୍ବଦା ଅନ୍ୟମାନଙ୍କ ବିଷୟରେ ଭାବି ମରୁ। ଜୀବନକୁ ଏକ ଖେଳ ବୋଲି ଭାବିବା ଏକ ସୁଯୋଗ ଯାହା ତୁମକୁ ଭାଗ୍ୟବାନ ଭାବରେ ଦିଆଯାଇଛି। କିନ୍ତୁ ଯଦି ତୁମେ ଲୋକଙ୍କୁ ପଚାରିବ ସେମାନେ କହିବେ ମୋର ଜନ୍ମ ନିଜେ ଏକ ଦୁର୍ଭାଗ୍ୟ। ଯେଉଁମାନେ ନିଜ ଜନ୍ମକୁ ଦୁର୍ଭାଗ୍ୟ ଭାବରେ ଦେଖନ୍ତି ସେମାନେ କେବେ ବି ସେହି ସୌଭାଗ୍ୟ ପାଇବେ ନାହିଁ। ବାସ୍ତବରେ ଜୀବନ ଆମେ ଯେତେ କଷ୍ଟକର ବୋଲି କହିଥାଉଁ ତାହା ନୁହେଁ। ଏହି ବିଷୟରେ ଏକ କାହାଣୀ ଅଛି। ମୁଁ ଯାହା କହୁଛି ତା ବିଷୟରେ ଟିକିଏ ବୁଝିପାରିବ। ଜଣେ ବ୍ୟକ୍ତି ବହୁତ ଚିନ୍ତିତ ଥିଲେ। ପିଲାଦିନରୁ ଯୁବକ ପର୍ଯ୍ୟନ୍ତ ସେ ସବୁବେଳେ କହୁଥିଲେ ଯେ ଏକ ଗରିବ ପରିବାରରେ ଜନ୍ମ ହେବା ତାଙ୍କର ଦୁର୍ଭାଗ୍ୟ। କଥା କେହି ମାନୁନଥିବା, ଭଲ ସ୍ତ୍ରୀ ନ ପାଇବା ତାଙ୍କର ଦୁର୍ଭାଗ୍ୟ। ସେ କହୁଥିଲେ ଯେ ଅନ୍ୟମାନଙ୍କ ପରି ତାଙ୍କର ଭଲ ସନ୍ତାନ ନାହିଁ। ସେ ସବୁବେଳେ ତାଙ୍କ ଦାରିଦ୍ର୍ୟ ପାଇଁ ତାଙ୍କ ପିତାମାତାଙ୍କୁ ଏବଂ ତାଙ୍କ ସଫଳତାର ଅଭାବ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରୁଥିଲେ। କିନ୍ତୁ ଗଭୀର ଭାବରେ ସେ ଚାହୁଁଥିଲେ ଯେ ତାଙ୍କ ପିଲାମାନେ ତାଙ୍କ ପରି ନ ହୋଇ ଏକ ଭଲ ଜୀବନ ବଞ୍ଚନ୍ତୁ। ପାରିବାରିକ କଳହ ଏବଂ ଅନ୍ୟ ସବୁକିଛି ଯୋଗୁଁ ସେ ଜୀବନରୁ ବିରକ୍ତ ହୋଇଯାଇଥିଲେ। ସେ ଅନୁଭବ କରୁଥିଲେ ଯେ ବଞ୍ଚିବା ସବୁଠାରୁ କଷ୍ଟକର। ସେ ଭାବିଥିଲେ ଯେ ମୃତ୍ୟୁ ଜୀବନ ଅପେକ୍ଷା ସହଜ। କିନ୍ତୁ ମନେ ରଖନ୍ତୁ, ଜୀବନ ଆମକୁ ଖରାପ ଲାଗେ ସେତେବେଳେ ଏହା ଆମ ସହିତ ଥାଏ। ଯେଉଁଦିନ ମୃତ୍ୟୁ ଆମକୁ ଆଘାତ କରେ ଆମେ ଜୀବନକୁ ଦୃଢ଼ ଭାବରେ ଧରି ରଖୁ ଏବଂ ଏହାକୁ ଛାଡ଼ିବାକୁ ଚାହୁଁନା। କିନ୍ତୁ ମୂର୍ଖତା ମାଧ୍ୟମରେ ଆମେ ଏପରି କିଛି କରୁ ଯାହା ପ୍ରାୟ ଜୀବନକୁ ନେଇଯାଏ। ତେଣୁ କେବେ ବି ସେହି ଭୁଲ କରନ୍ତୁ, କାରଣ ମୃତ୍ୟୁ ପରେ ଆପଣଙ୍କର ଫେରି ଆସିବାର କୌଣସି ସମ୍ଭାବନା ନାହିଁ। ସେହି ବ୍ୟକ୍ତିଟି ଠିକ୍ ସେହିପରି ଦିନେ ସେ କୌଣସି କଥାକୁ ନେଇ ତାଙ୍କ ସ୍ତ୍ରୀଙ୍କ ଉପରେ ଝଗଡ଼ାରେ ପରିଣତ ହେଲା ଏବଂ ଝଗଡ଼ା ଏତେ ବଢ଼ିଗଲା ଯେ ପରିବାରର ସମସ୍ତ ସଦସ୍ୟ ଏଥିରେ ସାମିଲ। ସମସ୍ତେ ଜଡ଼ିତ ହେବା ମାତ୍ରେ ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ ଯେପରି ସମସ୍ତେ ପରସ୍ପରର ଶତ୍ରୁ ଏବଂ ଆଜି ପରସ୍ପରକୁ ହତ୍ୟା କରିବେ। ସେହି ବ୍ୟକ୍ତିଟି ପାଗଳ ହୋଇଗଲା ଏବଂ କହିଲା ଯେ ଆଜି ମୁଁ ସବୁକିଛି ସମାପ୍ତ କରିଦେବି। ଏହା କହି ସେ ଗାଁ ବାହାରକୁ ଯାଇ ଜଙ୍ଗଲରେ ତାଙ୍କର ନିଶ୍ୱାସ ବହୁତ ଦ୍ରୁତ ଥିଲା ଏବଂ ସେ କିଛି କରିବାକୁ ଚାହୁଁଥିଲା। ମନେ ରଖ, ଯେତେବେଳେ ତୁମେ ରାଗିବ ଏବଂ ତୁମର ନିଶ୍ୱାସ ଦ୍ରୁତ ହେବ ତେବେ ତୁମେ ସେହି ସମୟରେ କିଛି କରିବା ଉଚିତ ନୁହେଁ। ଯାହା ବି ହେଉ ନିଜକୁ ଅଟକାଅ। ପଶ୍ଚାତାପ କରିବା ଅପେକ୍ଷା ଏହା ଭଲ। ସେହି ବ୍ୟକ୍ତି ସେଠାରେ ଦେଖିଲେ ଯେ ଜଣେ ଗୁରୁ ଜୋରରେ ହସୁଛନ୍ତି। ସେ ଗୁରୁଙ୍କ ପାଖକୁ ଯାଇ ପଚାରିଲେ, ତୁମେ ଏତେ କାହିଁକି ହସୁଛ? ଗୁରୁ କହିଲେ, ମୁଁ ତୁମକୁ ଦେଖି ତୁମର ମୂର୍ଖତା ଉପରେ। ତୁମେ କ'ଣ ମରିବାକୁ ଚାହୁଁଛ? ଯାହା ପାଇଁ ତୁମେ ମରିବାକୁ ଚାହୁଁଛ ସେ ପ୍ରଭାବିତ ହେବ ନାହିଁ। କେବଳ ତୁମର ପିତାମାତା ପ୍ରଭାବିତ ହେବେ। ଅନ୍ୟ ସମସ୍ତେ ସେମାନଙ୍କ ଜୀବନରେ ଖୁସି ହେବେ। କହିଲା, ଗୁରୁଦେବ, ତୁମେ ଜାଣ ନାହିଁ ଯେ ମୋର ପରିସ୍ଥିତି କ'ଣ? ତୁମର କ'ଣ ଅଛି?
ତୁମର କୌଣସି ଦାୟିତ୍ୱ ନାହିଁ, ପରିବାର ନାହିଁ। ତେଣୁ ତୁମେ ମୋର ସମସ୍ୟା କିପରି ଜାଣିପାରିବ? କେଉଁ ପରିସ୍ଥିତିରେ ଗତି କରୁଛି? ଗୁରୁ କହିଲେ, ଠିକ୍ ଅଛି, ମୁଁ ବୁଝିପାରୁଛି। ମୁଁ ତୁମର ପରିସ୍ଥିତି ବୁଝିପାରୁ ନା, ତଥାପି ତୁମେ ମୋତେ କହିପାରିବ ଯେ ତୁମେ କ'ଣ ଚାହୁଁଛ? ହୁଏତ ମୁଁ ତୁମକୁ କିଛି ସାହାଯ୍ୟ କରିପାରିବି। ଲୋକଟି କହିଲା, ମୁଁ କେବଳ ମରିବାକୁ ଚାହେଁ। ଏତିକି କହି ଗୁରୁ ଶକ୍ତିଶାଳୀ ଥିଲେ। ତେଣୁ ଗୁରୁଙ୍କ ପାଖରୁ ଲୋକଟି ନିଜକୁ ମୁକ୍ତ କରିପାରିଲା ନାହିଁ। ତାଙ୍କ ଜୀବନ ତାଙ୍କ ବେକରେ ଫସିଯାଇଥିଲା। ସେ କିଛି କହିପାରିଲା ନାହିଁ କିମ୍ବା କିଛି କହିପାରୁ ନଥିଲା। ସେ ଲୋକଟି ମରିବାକୁ ଯାଉଥିଲା। ସେତେବେଳେ ଗୁରୁ ତାଙ୍କୁ ମୁକ୍ତ କରିଦେଲେ ଏବଂ ପଚାରିଲେ, ଏବେ କୁହ, ତୁମେ ଏବେ ମରିବାକୁ ଚାହଁ କି? ଲୋକଟି କହିଲା, ତୁମେ ପାଗଳ କି? ମୁଁ ବର୍ତ୍ତମାନ ମରିଯାଇଥାନ୍ତି। ଗୁରୁ ଜୋରରେ ହସି କହିଲେ, ମୁଁ ପାଗଳ ନୁହେଁ, ତୁମେ ପାଗଳ। ମୁଁ ତୁମେ ଚେଷ୍ଟା କରିଥାନ୍ତ, ତେବେ ତୁମେ ହୁଏତ ନିଜକୁ ରକ୍ଷା କରିପାରି ନଥାନ୍ତ। ଲୋକଟି ଆଣ୍ଠୁରେ ବସି ଗୁରୁଙ୍କ ଆଗରେ ହାତ ଯୋଡ଼ି କହିଲା, ଗୁରୁଦେବ, ଜୀବନ ଏତେ ଯନ୍ତ୍ରଣାଦାୟକ କାହିଁକି? ଜୀବନରେ ଏତେ ଦୁଃଖ କାହିଁକି? ତୁମେ ପହଁରି ଜାଣ? ଲୋକଟି କହିଲା, ହଁ ଗୁରୁଦେବ, ଏହି ଗାଁରେ ମୋ ଅପେକ୍ଷା ଭଲ ପହଁରି ପାରୁଥିବା କେହି ନାହିଁ। ଗୁରୁ କହିଲେ, ବହୁତ ଭଲ, ମୋ ସହିତ ଆସ। ଗୁରୁ ସେହି ଲୋକଟିକୁ ଏକ ନଦୀ କୂଳକୁ ନେଇଗଲେ। ନଦୀରେ ପାଣିର ପ୍ରଭାବ ବହୁତ ପ୍ରବଳ ଥିଲା। ଗୁରୁ, ତୁମ ଜୀବନରେ ଏହି ପାଣିର ପ୍ରଭାବ ଅପେକ୍ଷା ଅଧିକ ଯନ୍ତ୍ରଣା ଏବଂ କଷ୍ଟ ଅଛି। ଲୋକଟି କହିଲା, ହଁ ଗୁରୁଦେବ, ଏହି ପାଣିର ପ୍ରଭାବ କିଛି ନୁହେଁ। ମୋ ଜୀବନରେ ଝଡ଼ ଆସିଛି। ଗୁରୁଦେବ କହିଲେ, ବହୁତ ଭଲ, ଯାଅ ଏବଂ ଏହି ନଦୀର ପ୍ରବାହ ବିରୁଦ୍ଧରେ ପହଁରିବା ଆରମ୍ଭ କର। ମୁଁ ନ କହିବା ପର୍ଯ୍ୟନ୍ତ ପହଁରିବା ଜାରି ରଖ। ଯଦି ତୁମେ ଏହା କର, ତେବେ ମୁଁ ତୁମକୁ ଏପରି ଏକ ଗୁରୁମନ୍ତ୍ର ଦେବି ଯେ ତୁମ ଜୀବନର ସମସ୍ତ ଦୁଃଖ ଦୂର ହୋଇଯିବ। ବ୍ୟକ୍ତିଟି ବହୁତ ଖୁସି ହୋଇ ନଦୀକୁ ଡେଇଁ ପଡ଼ିଲା ଏବଂ ସ୍ରୋତ ବିରୁଦ୍ଧରେ ପହଁରିବା ପାଇଁ ବହୁତ ସମୟ ପହଁରିବା ପରେ ଗୁରୁ କହିଲେ, ହେ, ତୁମେ ଏବେ ବି ସେହି ସ୍ଥାନରେ ଅଛ। ଅତି କମ୍ରେ ଆଗକୁ ଟିକିଏ ବଢ଼। ବ୍ୟକ୍ତିଟି ଅଧିକ ବଳ ପ୍ରୟୋଗ କଲା ଏବଂ ଟିକିଏ ଆଗକୁ ବଢ଼ୁଥିଲା, କିନ୍ତୁ ପରବର୍ତ୍ତୀ ପଛକୁ ଖସିଗଲା। ଗୁରୁ କହିଲେ, ହେ, ତୁମେ ଏବେ ବି ସେଠାରେ ଅଛ, ଆଗକୁ ବଢ଼। ବ୍ୟକ୍ତିଟି ପୁଣି ବଳ ପ୍ରୟୋଗ କଲା ଏବଂ ଟିକିଏ ଆଗକୁ ବଢ଼ୁଥିଲା, କିନ୍ତୁ କିଛି ସମୟ ମଧ୍ୟରେ ସେ ପୁଣି କହିଲେ, ହେ, ତୁମେ ପଛକୁ ଚାଲିଗଲ। ଅତି କମ୍ରେ ତୁମେ ଯେଉଁଠାରେ ଥିଲ ସେଠାରେ ରୁହ। ବ୍ୟକ୍ତିଟି ପୁଣି ଚେଷ୍ଟା ଏବଂ କୌଣସି ପ୍ରକାରେ ପୂର୍ବରୁ ଯେଉଁଠାରେ ଥିଲା ସେଠାରେ ପହଞ୍ଚିବାରେ ସଫଳ ହେଲା। ଗୁରୁ କହିଲେ, ହେ, ଅତି କମ୍ରେ ଟିକେ ଆଗକୁ ବଢ଼। ତୁମର ପହଁରିବାର ଅର୍ଥ କ'ଣ? ସୁଦ୍ଧା ବ୍ୟକ୍ତିଟି କ୍ଳାନ୍ତ ହୋଇ ବୁଡ଼ିବାକୁ ଲାଗିଲା। ସେ ଚିତ୍କାର କଲା, ଗୁରୁଦେବ, ମୋତେ ରକ୍ଷା। ଗୁରୁ ତୁରନ୍ତ ନଦୀକୁ ଡେଇଁ ପଡ଼ି ତାଙ୍କୁ ବାହାର କଲେ ଏବଂ ପଚାରିଲେ, କ'ଣ ହେଲା? ତୁମେ ବହୁତ ଭଲ ପହଁରୁଥିବା ଲୋକ, ତଥାପି ତୁମେ ଆଗକୁ ବଢ଼ିପାରିଲ ନାହିଁ ଏବଂ ସେଠାରେ ବୁଡ଼ିବାକୁ ଲାଗିଲ। ବ୍ୟକ୍ତି ଜଣକ କହିଲେ, ଗୁରୁଦେବ, ନଦୀର ପ୍ରବଳ ସ୍ରୋତ ବିରୁଦ୍ଧରେ କେହି କିପରି ଯାଇପାରିବ? ଏହାର ବିରୁଦ୍ଧରେ ଯିବା ମୂର୍ଖତା। ଯଦି ଆମେ ସ୍ରୋତ ବିରୁଦ୍ଧରେ ପହଁରୁ, ତେବେ ଆମେ ସେଠାରେ ରହିଯିବୁ। ଗୁରୁ କହିଲେ, ବହୁତ ଭଲ। ତୁମେ ଜାଣ ଯେ ଏହି ଜଗତରେ ସମସ୍ତେ ସମାନ କାମ କରୁଛନ୍ତି। ସମସ୍ତେ ଜୀବନର ସ୍ରୋତ ବିରୁଦ୍ଧରେ ପହଁରିବାକୁ ଚେଷ୍ଟା କରି କେବଳ ସେତେବେଳେ ଆମେ ଜୀବନରେ ଦୁଃଖ, କଷ୍ଟ, ଯନ୍ତ୍ରଣା ଅନୁଭବ କରୁ। ବ୍ୟକ୍ତି ଜଣକ କହିଲେ, ଆପଣ ଠିକ୍ କହୁଛନ୍ତି ଗୁରୁଦେବ, କିନ୍ତୁ ଏହି ଜୀବନର ସ୍ରୋତ କେଉଁଠାକୁ ଯାଉଛି ଏବଂ ଆମେ ଏହା ସହିତ କିପରି ରହିପାରିବା? ଏହି ନଦୀ କେଉଁଠାକୁ ଯାଉଛି? ବ୍ୟକ୍ତି ଜଣକ କହିଲେ, ସମୁଦ୍ରକୁ ଭେଟିବା ପାଇଁ। ଗୁରୁ ପଚାରିଲେ, ସମୁଦ୍ରରେ କ'ଣ ଅଛି? ବ୍ୟକ୍ତି ଜଣକ କହିଲେ, ସମୁଦ୍ରରେ ପାଣି ଅଛି। ଗୁରୁ ଉତ୍ତର ଦେଲେ, ଯେପରି ପାଣି ପାଣିକୁ ଯାଏ, ସେହିପରି ଜୀବନ ଜୀବନକୁ ଯାଏ, ଅର୍ଥାତ୍ ଜୀବନ ପରମ ଜୀବନକୁ ଯାଏ। ଯେଉଁଠାରେ ନଦୀ ସମୁଦ୍ରରେ ପରିଣତ ହୁଏ, ଆମର ଜୀବନ ପରମ ଜୀବନ ହୋଇଯାଏ। କିନ୍ତୁ ଯେତେବେଳେ
ନଦୀ ସମୁଦ୍ରରେ ମିଶିଯାଏ, ନଦୀର ଅସ୍ତିତ୍ୱ ବନ୍ଦ ହୋଇଯାଏ। ସେହିପରି ଯେତେବେଳେ ଆମର ଜୀବନ ପରମ ଜୀବନରେ ମିଶିଯାଏ, ଆମର ଜୀବନ ଶେଷ। ବ୍ୟକ୍ତି ଜଣକ ପଚାରିଲେ, ତେବେ କ'ଣ ଆମେ ମୃତ୍ୟୁ ପରେ ପରମ ଜୀବନରେ ମିଶିଯାଉ? ଗୁରୁ କହିଲେ, ନା, ଏହା କେବଳ ଆମେ ବଞ୍ଚିଥିବା ସମୟରେ ହୋଇପାରେ। ଯଦି ଏକ ନଦୀ ସମୁଦ୍ରରେ ପଡ଼ିଯାଏ, ନଦୀର ଅସ୍ତିତ୍ୱ ବନ୍ଦ ହୁଏ ନାହିଁ। ଏହା ଏକ ନଦୀ ହୋଇ ରହିଥାଏ, କିନ୍ତୁ ଏହା ସମୁଦ୍ରରେ ପରିଣତ ହୁଏ। ଏବଂ ମନେ ରଖନ୍ତୁ, ମୃତ୍ୟୁ ପରେ କିଛି ହୋଇପାରେ ନାହିଁ। ଯଦି ଏହା ସମ୍ଭବ ହୁଏ, ତେବେ ତୁମେ ଏହା ପୂର୍ବରୁ କିଛି କରିଥାନ୍ତ। ତୁମକୁ ଏହି ଜୀବନ ବଞ୍ଚିବାର ଆବଶ୍ୟକତା ନଥାନ୍ତା। କିନ୍ତୁ ଏହା ହେଉଛି ମୂର୍ଖତା। ପରେ ମଧ୍ୟ ଆମେ ଯେଉଁ କାମ କରିବା ଉଚିତ ତାହା କରୁନାହୁଁ ଏବଂ ମୃତ୍ୟୁ ପରେ ଆମେ ସେହି କାମ କରିପାରିବୁ ନାହିଁ। ତୁମେ ଏହି ଜୀବନରେ ଯାହା କରିବାକୁ ଚାହୁଁଛ ତାହା କରିପାରିବ। ଯଦି ନଦୀ ପ୍ରବାହିତ ହେବା ବନ୍ଦ ହୁଏ, ତେବେ ଏହା ଏକ ମଇଳା ନାଳ ହୋଇଯାଏ। ଏହାର ପାଣି ଅପରିଷ୍କାର ହୋଇଯିବ। ଠିକ୍ ସେହିପରି ମଣିଷର ଜୀବନ ମଧ୍ୟ ନଷ୍ଟ ହୋଇଯାଏ, କାରଣ ଏହା ପ୍ରବାହିତ ହେବା ବନ୍ଦ ହୋଇଯାଏ। ବ୍ୟକ୍ତି ଜଣକ କହିଲେ, ଗୁରୁଦେବ, ତୁମର ସମସ୍ତ କଥା ଠିକ୍। ତୁମେ କ'ଣ କହୁଛ ମୁଁ ବୁଝିପାରୁଛି, କିନ୍ତୁ ମୋର କିଛି ଦାୟିତ୍ୱ ଅଛି। ମୋର ଏକ ପରିବାର ଅଛି, କିଛି ଆଶା ଅଛି, କିଛି କର୍ତ୍ତବ୍ୟ ଅଛି, ଯାହା ମୋତେ ପୂରଣ କରିବାକୁ ପଡ଼ିବ। ଯେତେବେଳେ ଏସବୁ ପୂରଣ ହୁଏ ନାହିଁ, ସେତେବେଳେ ମୁଁ ଦୁଃଖିତ ହୋଇଯାଏ। ପାରିବାରିକ ଝଗଡ଼ା ଏବଂ ବିବାଦ ଯୋଗୁଁ ମୁଁ ବହୁତ ଦୁଃଖିତ ହୋଇଯାଏ। ଏବେ ମୁଁ ଏହା ବିଷୟରେ କ'ଣ କରିବା ଉଚିତ? ଏହା ବାରମ୍ବାର ଘଟୁଛି। ଗୁରୁ କହିଲେ, ଏହା ବୁଝିବାର ବିଷୟ। ପାରିବାରିକ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଦୁଃଖୀ ନ ହୋଇ ମଧ୍ୟ ପୂରଣ କରା। ଯଦି ସେଗୁଡ଼ିକ ପୂରଣ ହେଉନାହିଁ, ତେବେ ଦୁଃଖୀ ହେବାର କ'ଣ ଅଛି? ତେବେ ଦୁଃଖିତ ହେବା ଦ୍ୱାରା କେଉଁ ଦାୟିତ୍ୱ କିମ୍ବା କର୍ତ୍ତବ୍ୟ ପୂରଣ ହୁଏ? ପାରିବାରିକ ବିବାଦ କେବେ କାହା ପାଇଁ ସମାଧାନ ହୋଇନାହିଁ ଏବଂ କେବେ ସମାଧାନ ହେଉନାହିଁ। ଆସନ୍ତୁ, ଯଦି ଆପଣ ଅନ୍ୟ କାହା ଉପରେ କୌଣସି ଆଶା ରଖିଛନ୍ତି, ତେବେ ଏହା ବ୍ୟର୍ଥ। ଆପଣ ନିଜ ଉପରେ ଯେଉଁ ଆଶା ରଖିଛନ୍ତି ତାହା ପୂରଣ ହୋଇପାରିବ। ବ୍ୟକ୍ତି ଜଣକ କହିଲେ, ଗୁରୁଦେବ, ଆପଣଙ୍କର ସମସ୍ତ କଥା ସତ୍ୟ, ତଥାପି ମୁଁ କ'ଣ କରିବା ଉଚିତ? ମୁଁ କିଛି ବୁଝିପାରୁନାହିଁ। ଗୋଟିଏ କାମ କରନ୍ତୁ। ଏହି ପୃଥିବୀରେ ଏପରି ଜଣେ ବ୍ୟକ୍ତି କିମ୍ବା ପ୍ରାଣୀ କିମ୍ବା କୌଣସି ଜୀବକୁ ଖୋଜନ୍ତୁ ଯିଏ ଏଠାରୁ ଜୀବନ୍ତ ଖସି ପଳାଇବାରେ ସଫଳ ଏବଂ ତାଙ୍କୁ ମୋ ପାଖକୁ ଆଣନ୍ତୁ। ବ୍ୟକ୍ତି ଜଣକ କହିଲେ, ଠିକ୍ ଅଛି ଗୁରୁଦେବ, ମୁଁ ନେଇ ଆସିବି। ସେ କେବଳ ଟିକିଏ ଦୂର ଚାଲିଗଲେ ଏବଂ ଅଟକିଗଲେ। ତାପରେ ସେ ପୁଣି ଏବଂ ଗୁରୁଙ୍କ ପାଖକୁ ଫେରି ଗୁରୁଙ୍କୁ କହିଲେ, ଗୁରୁଦେବ, ଗତକାଲି ଯିଏ ସେଠାରେ ଥିଲେ ଆଜି ସେଠାରେ ନାହାନ୍ତି। ଆଜି ଯିଏ ଅଛନ୍ତି କାଲି ସେଠାରେ ରହିବେ ନାହିଁ। ଏଠାରୁ କେହି କେବେ ଜୀବନ୍ତ ପଳାଇ ଯାଇନାହାନ୍ତି। ଗୁରୁ ହସି କହିଲେ, ତେବେ ଆପଣ ଏଠାରୁ ଜୀବନ୍ତ ପଳାଇ ଯିବାକୁ ଭାବୁଛନ୍ତି କି? ଯେଉଁଠାରେ ଆପଣ ଜୀବନ୍ତ ଖସି ପଳାଇବେ ସେଠାରେ ଆପଣ କ'ଣ ଭୟ କରୁଛନ୍ତି? ତୁମର ଜୀବନର ଏହି ସମସ୍ତ ଭୟକୁ ଦୂର କରିଦିଅ। ତୁମେ ଏଠାକୁ ବଞ୍ଚିବାକୁ ଆସିଛ, ଦୁଃଖ ପାଇବାକୁ ନୁହେଁ। ଯଦି ତୁମେ ଯେଉଁ ଜୀବନ ପାଇଛ ତାହା ବଞ୍ଚିବ ନାହିଁ, ତେବେ ଏହାର ଅର୍ଥ କ'ଣ? ଖୁସି ରୁହ ଜୀବନର ଆନନ୍ଦ ଏବଂ ଦୁଃଖ ଉଭୟରେ। ଆଶା କେବଳ ତୁମ ଭିତରେ। ଯଦି ତୁମର ପରିବାର ଅଛି, ତେବେ ନିଶ୍ଚିତ ଝଗଡ଼ା ହେବ। ଏପରି କୌଣସି ପରିବାର ନାହିଁ ଯେଉଁଠାରେ ଝଗଡ଼ା ନାହିଁ। ଏପରି କେହି ନାହିଁ ଯିଏ କିଛି ଚାହୁଁଥିଲା ଏବଂ ପାଇଲା ନାହିଁ। ଅନେକ ଲୋକ ଯାହା ଚାହୁଁଥିଲେ ତାହା ପାଇଛନ୍ତି, ତଥାପି ଉଭୟ ଦୁଃଖୀ। ଏବେ ତୁମେ ତାହା ପାଇଲ କି ନାହିଁ ସେ ବିଷୟରେ ଦୁଃଖ କରି ତୁମେ କ'ଣ କରିବ? କିଛି ସାଧାରଣ ଜ୍ଞାନ ବ୍ୟବହାର କର। ଟିକେ ସଚେତନ ହୁଅ, କିଛି ବୁଝ। ସେହି ବ୍ୟକ୍ତି କହିଲେ, ଗୁରୁଦେବ, ତୁମେ ବହୁତ ଭଲ କହୁଛ, କିନ୍ତୁ ତୁମେ ଏପର୍ଯ୍ୟନ୍ତ ମୋର ସମସ୍ୟା ବୁଝିପାରୁ ନାହଁ। ତୁମେ କ'ଣ ଜାଣିପାରିବ? କାରଣ ତୁମର ପରିବାର ନାହିଁ। ଗୁରୁ ଜୋରରେ ହସି କହିଲେ, ତୁମେ ନଦୀର ସ୍ରୋତ ବିରୁଦ୍ଧରେ ପହଁରି ମରିବ ଏବଂ ତୁମର ଦୁଃଖୀ ଜୀବନରେ ଖୁସି ରୁହ, ଯେଉଁଠାରେ ତୁମେ ଖୁସି ରହିବା ପାଇଁ ଦୁଃଖୀ ରହିବ। ଏହା କହି ଗୁରୁ ହସି ହସି ଚାଲିଗଲେ। ସେହି ବ୍ୟକ୍ତି ମଧ୍ୟ ଘରକୁ ଏବଂ ତାଙ୍କ ଦୁଃଖଦ ଜୀବନରେ ବ୍ୟସ୍ତ ହୋଇଗଲେ। ମୁଁ କହିବି, ମୁଁ ଏବେ ଖୁସି।
ଏହା ସମସ୍ତଙ୍କର ବର୍ତ୍ତମାନ। ଏସବୁ ଜାଣିବା ସତ୍ତ୍ୱେ ସମସ୍ତେ ସମାନ ଭୁଲ କରୁଛନ୍ତି। ଜୀବନରେ ବାରମ୍ବାର ସମାନ ଘଟଣା ଘଟୁଛି। ଯେଉଁମାନେ ଏହାକୁ ବୁଝିପାରନ୍ତି ସେମାନେ ଏହି ଦୁଃଖକୁ ଦୂର କରିପାରିବେ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।